ଆପଣ କଣ ଜାଣନ୍ତି ମାତ୍ର ଗୋଟେ ଢାଳ ଜଳ ଆପଣଙ୍କ ଭାଗ୍ୟ ବଦଳେଇ ଦେଇପାରେ। ଶୁଣନ୍ତୁ ଅଧିକଙ୍କର ସେହି ସତ୍ୟ କାହାଣୀ ଯେ ଶୂନ୍ୟରୁ ସୁନା ଫଳାଇବା ଶିଖିଥିଲେ। ନମସ୍କାର ଓଡ଼ିଶା। ପର୍ବତପୁର ଗାଁର ଚାଷୀ ଅଧିକ ପରିଶ୍ରମରେ କେବେ କମି ନଥିଲା, କିନ୍ତୁ ଭାଗ୍ୟ ସବୁବେଳେ ସାଥ ଛାଡ଼ି ଦଉଥିଲା। କେତେବେଳେ ରୋଗ ତ କେତେବେଳେ ଶୁଖିଲା କ୍ଷେତ। ଦିନେ ଜଣେ ତପସ୍ୱୀ ସନ୍ନ୍ୟାସୀ ତାଙ୍କୁ ଦେଲେ ଜୀବନର ସବୁଠୁ ବଡ଼ ମନ୍ତ୍ର। ସେ କହିଲେ, ଅଧିକ ପ୍ରତିଦିନ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କର। ସେ କେବଳ ଆଲୋକ ଦିଅନ୍ତିନି, ସେ ଜୀବନ ଦିଅନ୍ତି। ଓମ୍ ସୂର୍ଯ୍ୟାୟ ନମ, ଏଇଟା ଥିଲା ସେ ବୀଜ ମନ୍ତ୍ର। ଆଉ ଅଧିକ ଆରମ୍ଭ କଲେ ନିଜର ନୂଆ ଯାତ୍ରା। ସୂର୍ଯ୍ୟୋଦୟ ପୂର୍ବରୁ ଉଠି ନଦୀରୁ ଜଳ ଆଣି ସେ ଯେତେବେଳେ କହିଲେ ଓମ୍ ଘୃଣୀ ସୂର୍ଯ୍ୟାୟ ନମ, ସେତେବେଳେ ତାଙ୍କ ଭିତରେ ଏକ ନୂଆ ଶକ୍ତିର ସଞ୍ଚାର ହେଲା। ପ୍ରଥମେ ମନରେ ଆସିଲା ଅପାର ଶାନ୍ତି, ଦ୍ୱିତୀୟରେ ତାଙ୍କର ସେହି ଶୁଖିଲା କ୍ଷେତ ଯେମିତି ଯାଦୁରେ ସବୁଜ ହେଇଗଲା। କେବଳ ସେତିକି ନୁହେଁ, ତାଙ୍କ ମାଙ୍କର ବର୍ଷ ବର୍ଷର ଗଣ୍ଠି ଯନ୍ତ୍ରଣା ମଧ୍ୟ ସେହି ସୂର୍ଯ୍ୟ କିରଣରେ ଭଲ ହେବା ପାଇଁ ଲାଗିଲା। ସାରା ଗାଁ ଆଶ୍ଚର୍ଯ୍ୟ ହେଇଗଲା। ଏଟା କଣ କିଛି ଯାଦୁ ଥିଲା? ସେଦିନ ଅଧିକ ବୁଝିପାରିଲେ ଯେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା କେବଳ ଏକ ପରମ୍ପରା ନୁହେଁ, ବରଂ ଏଇଟା ହେଉଛି କୃତଜ୍ଞତା ଆଉ ବିଶ୍ୱାସର ଏକ ସେତୁ। ଯେତେବେଳେ ଆପଣ ପ୍ରକୃତି ସହ ଯୋଡ଼ି ହୁଅନ୍ତି, ସେତେବେଳେ ଭାଗ୍ୟ ଆପେ ଆପେ ବଦଳିବା ପାଇଁ ଲାଗେ। ଯଦି ଆପଣଙ୍କ ଜୀବନରେ ମଧ୍ୟ ଅନ୍ଧକାର ଅଛି, ତେବେ ଆଜିଠାରୁ ସୂର୍ଯ୍ୟ ଦେବତାଙ୍କୁ ନିଜ ଜୀବନର ସାରଥୀ କରନ୍ତୁ। ଭିଡ଼ିଓଟି ଭଲ ଲାଗିଥିଲେ ମୋତେ କମେଣ୍ଟରେ ଜୟ ସନାତନ ଲେଖନ୍ତୁ। ଆଉ ଯଦି ଆପଣଙ୍କୁ ଭଲ ଲାଗୁଛି, ନିଶ୍ଚିତ ଭିଡ଼ିଓଟି 10 ଜଣଙ୍କୁ ସେୟାର କରନ୍ତୁ। ନମସ୍କାର, ଜୟ ଜଗନ୍ନାଥ।